ଇ ବୟା ଗାଡି ଧରଲା ହେତାକେ ଚଲେଇ ଦେଲା ଆ ବସବୁ ବେଲେ ସେ ବସବା ବେଲକେ ଇ ଆଗକେ ନେଇ ଯାଉଥିଲା ହେତିକା ଯେ ଘରକେ ଆସିଲା କେ ସେ ଇ ମନେ ସୁଇଚ ବନ୍ଦ କରା କରି ହଉଥିଲେ ଇ ବନ୍ଦ କରିଦଉଥିଲା ସେ ଅନ୍ କରୁଥିଲା ଫେର ଆମେ ଗାଡି ଷ୍ଟାର୍ଟ କରିକିନା ବାହାରି ଗଲୁ ଟିକେ ଆଗକେ ଗଲା କେ ଝୋ ଝୋ ବର୍ଷା ମାରି ପକଉଥିଲା ନା ପୁରା ଜୋରଦାର ବର୍ଷା ଶେଷମେ ଲାକେ ଆମେ ଟିକେ ଘର ଗଲୁ ପ୍ୟାଣ୍ଟ ସାର୍ଟ ପାଲ୍ଟିକିନା ଆମେ ବି ବାହାରି ଗଲୁ 7:30 ପାଖାପାଖି ଥିଲା ନା ଆମେ ବାହାରନୁ ପୁରୀକି ବାଟେ ଫାଷ୍ଟ ମାँ के ଟିକେ ଦର୍ଶନ କଲୁ क्योंकि माँ तो माँ होती है ପରେ ଆମେ ବଡ଼ ଦାଣ୍ଡ ଖେଟି ଗଲୁ ରଥ କାମ ଚାଲିଥିଲା ବହୁତ ବଢ଼ିଆ ମନ୍ଦିର ପାଖେ ଖେଟିଲୁ ଜଗାକେ ଟିକେ ଦର୍ଶନ କରିକିନା ଆସିଲୁ ଫିର ଆମେ ବାହାରି ଗଲୁ ସମୁଦ୍ର ଆଡ଼ିକେ ସମୁଦ୍ରନ ଟିକେ ପୁରା ରହିଲୁ ପରେ ଡୋଗେଶ ଭାଇ ମାନେ ବସିଥିଲେ ଡୋଗେଶ ଭାଇ ମାନେ ବସ ଭୁକାଭୁକି ନେଇ କରି ଆଜି ପୁରା ଶାନ୍ତିନେ ଥିଲେ 1:17 ହେଲା ନା ଆମେ ନେଇ ଛାଡ଼ବାର ତା ଏବେ ତକ ପୁରୀ ଆଗବାଟେ ପିସିଆର ବି ଥିଲା ଯେ କିଛି ନି ଆମେ ତ କିଛି ଭୁଲ ନେଇ କରିଥାଇ ତାର ପଛେ ଆମେ ବି ବାହାରି ଗଲୁ ରାତ ବହୁତ ହେଇଥିଲା ନା 3ଟା ଚୋଠା ଇନ୍ ୱାନ୍ ସ୍କୁଟି ଚା ପିଇଲେ ଏକା ମୁଡ୍ ଟିକେ କାମ ଦେସି ଝୁମରା ଝୁମରା ଲାଗୁଥିଲା ତ ମୁଡ୍ ଟିକେ ଫ୍ରେଶ ଲାଗି ଚା ଟିକେ ପିଇଦେନୁ ଆରୁ ବାହାରି ଗଲୁ ଆମେ ବି ଥ୍ୟାଙ୍କ ୟୁ ପୁରୀନୁ ବାହାରିଲୁ ଆଗ ଟିକେ ଗଲା କି ଆର ଥରେ ଟିକେ ଚା ପିଇଦେନୁ ଯେ ଖୁବ୍ ନିଦ ଲାଗୁଥିଲା ଫିର ଆମେ ବି ଖେଟି ଗଲୁ ଭୁବନେଶ୍ୱର ଡୋଗେଶ ଭାଇ ତାର ଭୋକବାଟା ନେଇ ଛାଡ଼େ ସବୁବେଳେ ତ କୁଦଉଥିସି ଖାଲି ଗୋଟେ ଚେୟାର ବାଜିଥିଲା ନା ଆମେ ଘରେ ଖେଟୁଛୁ ହୁରା ଶୁଣୁ ବସିକିନା 3ଟା ଟିକେ ହୁରା ଶୁଣିଦେନୁ ଇ 2ଟା ଆଗେ ଆଗେ ନେଇଯାଉଥାଇ ଲାଷ୍ଟ ନେ ଗଲା ଆଗକେ ଠିକ୍ ଅଛେ ଆର ଥରେ ଭେଟ ହେମା ଆର ଗୋଟେ ବ୍ଲଗ ନେ ହେତକି ବେଲ ଲାଗି ବାଏ ବାଏ।